ଜୟ ଜଗନ୍ନାଥ। ପୁଣି ଧାନକିଆରୀ ବ୍ଲକରେ ଆମେ ଆସି ପହଞ୍ଚି ଯାଇଛୁ। ଫେର ଆରମ୍ଭ କରିମୁ ଆଉ ଏକ ବ୍ଲକ। ଧାନରେ ବିଲରେ ଧାନ ବିଲରେ ଧାନ ଭଲ ହେଇଛି। କାଣ୍ଡ ବିନ୍ଧା ମାରିକି ତା ଅବସ୍ଥା ବାହାର ବଜେଇ ଦେଇଛନ୍ତି। ଧାନ ଦେଖୁନୁ, ତଳ ଆଡ଼କୁ ଭଲ ଦେଖାଯାଉଛି, ଉପର ଶୁଖିଲା ଝାଉଁ। କାଣ୍ଡ ବିନ୍ଧା ମାଇଲା ତ ମାଇଲା, ତା ମୂଳକୁ ମାଇଲା। କ'ଣ ଧାନ ହବ ସିଏ? ଏମିତି ମାରେ। ପୋକ ଯେ ପୋକ ସବୁ ନାଁ ରେକର୍ଡ ପୋକ ଏ ବର୍ଷ ସବୁ ରେକର୍ଡ ହେଇଛି ପୋକର। ଯୋଉ ପୋକ, ମାଟିଆ ଗୁଣ୍ଡି ପୋକ ତ ସବୁ ନାଁ କଲେଣି ଆଉ, ଖାଇକି ସବୁ ଧ୍ୱଂସ କରିଦେଲେଣି। ଭାଇ ମୂଳ ପାଇବୁ କି ନାହିଁ, ଖାଲି ଲୋଭରେ ଜୀବନ ବିକଳ ତାଟିଆ କାମୁଡ଼ିଆ କଥା। ଆଉ କ'ଣ କରିବା? ମୂଳ ମିଳିବ କି ନାହିଁ କହି ହେଉନି। ଏ ତ ଧାନ ଚାଷ ନୁହେଁ, ଏ ଭାଇ ଲଟେରୀ। ଯଦି ବାଜିଛି ଭଲ, ନ ବାଜିଛି ଯଦି ପଛରୁ ପୁରା ବ୍ରହ୍ମ ଅନାନି। ତଥାପି ଆମେ ସଂଘର୍ଷ ଚଲେଇଛୁ। ହଁ, ଆମେ ଏକା ନୁହେଁ, ଆମ ସାଙ୍ଗରେ ଏମିତି ଅନେକ ଚାଷୀ ଅଛନ୍ତି, ଭାବନା ଭିତରେ ରହିଛନ୍ତି। ଧାନ ପାଇମୁ କି ନ ପାଇମୁ ଆଶା କରି କରି ଆଣ୍ଠେଇଛନ୍ତି। ଦେଖୁନାହାନ୍ତି ଏ ଧାନର ସମସ୍ୟା, ଦେଖୁଛନ୍ତି ନା? ଅଗପତ୍ର ସବୁ ଝାଉଁଳିକି ମଲାଣି, ପତ୍ରମୟ ଧାନ ନାହିଁ। ଏ କି ଧାନ କଲ? ଆଉ ଅଳ୍ପ ବହୁତ କି ଟିକେ ପାଣିର ସମସ୍ୟା ଜଣା ପଡୁଛି। ଲାଷ୍ଟ ଆଡ଼କୁ ହେଇଯାଇପାରେ ବି ନ ହେଇପାରେ, କହି ହେଉନି। ହଁ, ଇଚ୍ଛା ଯାହା ପ୍ରଭୁଙ୍କର। କିନ୍ତୁ ଗୋଟିଏ କଥା କହିମି, ଚାଷରେ ସାର ପଡ଼ୁଛି, ଖତ ଲାଗୁଛି, ହଣା ହେଉଛି, ରୁଆ ହେଉଛି, ସବୁ କରୁଛି। ଯେ ବିଷ ପକା ଭାଇ ଗଲୁ ମାରିଦବ। ଖାସ୍ କରିକି ଆମ ଭଳିଆ ଉଞ୍ଚା ଲୋକ ଯଦି ବିଷ ପକାଏ, ଜାଣିଥିବ ଅବସ୍ଥା କ'ଣ ହବ। ଆଉ ପରିସ୍ଥିତି ସାଂଘାତିକ। ଖାଲି ଗଲ କୁଣ୍ଡେଇ ହେବା, ମୁହଁ ପୋଡ଼ିଆ, ଛାଡ଼। ଆଇଥିଲୁ ଟିକେ ବିଲ ଆଡ଼େ ବୁଲିବାକୁ, ଆଉ ଭାବିଲୁ ଟିକେ ଛୋଟ ମୋଟ ଟିକେ ବ୍ଲଗଟେ କରିଦେବା। କାହିଁକିନା ଆପଣମାନଙ୍କର ସେୟାର ବଟନ୍ ଅଛି ବୋଲି ଆମେ ଆଗେଇ ଚାଲିଛୁ। ଆଙ୍ଗୁଳି ଦେଇ ଦେଉଛନ୍ତି, ବାସ୍। ଆମର ଫଲୋଅର୍ସ ଦରକାର। ଜୟ ଜଗନ୍ନାଥ, ରହୁଛି।